ମୁଁ ବେପାର କଲେ ଆସିକି 12 ବର୍ଷ ହେଲା। ପରିବା ବର୍ତ୍ତମାନ ତ ସବୁଆଡ଼େ ନଈ ବୁଡ଼ିକି ଅଛି, ତେଣୁ ପରିବା ରେଟ୍ ନିଶ୍ଚିତ ରହିବ ଉଚ୍ଚା। କାହିଁକିନା ଯେ ଚାଷୀମାନେ ସବୁ ଲଗେଇଥିଲେ ଆମର ପରିବା, ସବୁ ପରିବା ବର୍ତ୍ତମାନ ପାଣି ଘେରରେ ରହିଲା। ଆଉ ଚାଷୀମାନଙ୍କର ଯେବେ ସିଆଡ଼ୁ ଆମଦାନୀ କମ୍ ରହିବ, ତାହେଲେ ଇଆଡ଼େ ଉଚ୍ଚା ତ ନିଶ୍ଚିତ ରହିବ। ସେଥିସକାଶେ ଉଚ୍ଚା ରହିବ। ବେଶୀ ରେଟ୍ ସେମିତି ବି ନାହିଁ, ସବୁ 40 ଟଙ୍କା 50 ଟଙ୍କା ଏଇ ଭିତରେ ଅଛି, ବେଶୀ ରେଟ୍ ବି ନାହିଁ। ଆହୁରି 70 80 100 ହେବା କଥା। ଯେଉଁ ବର୍ତ୍ତମାନ ଯେଉଁ ଭଳିଆ ପରିବା ଆସୁଛି, ଆଉ ନଷ୍ଟ ପରିବା ଆସୁଛି, ଆମେ କିଣିକି ଆଣୁଛୁ ଧର 50 ଟଙ୍କାରେ, ଆମକୁ କିଣା ପଡ଼ିଯିବ 80 ଟଙ୍କା। କାହିଁକିନା ଯେହେତୁ ପାଣି ଘେରରେ ଅଛି, ସଡ଼ା ପଚା ଜିନିଷ ସବୁ ଆସୁଛି, ତେଣୁ ରେଟ୍ଟା ରହୁଛି। ଆଉ ପୋଟଳ ବର୍ତ୍ତମାନ ଆଜିକା ରେଟ୍ରେ ବର୍ତ୍ତମାନ 30 ଟଙ୍କା କିଲୋ ଅଛି କାଲକାଟା ପୋଟଳ। ଆଉ ଦେଶୀ ପୋଟଳ ସେଇ 40 ଟଙ୍କା 50 ଟଙ୍କା ସେ ଭିତରେ ଅଛି, ଆମର ଲୋକାଲ ଯେଉଁଟା ବାହାରୁଛି। ଆଉ ବାଇଗଣ ବି ସେମିତି ଶସ୍ତା ଟିକେ ଅଛି, 30 ଟଙ୍କା 40 ଟଙ୍କା କିଣା ପଡ଼ୁଛି ଆମକୁ, 50 ଟଙ୍କା ବିକା ହେଉଛି। ସବୁ 40 ଟଙ୍କା 50 ଟଙ୍କା ଏଇ ତ ରେଟ୍ ଅଛି। ଆଉ କ'ଣ ନାଇଁ, ରେଟ୍ ଆଉ କ'ଣ, ସେ ଆମଦାନୀ ଅନୁସାରେ ରେଟ୍, ତେଣୁ ଯେଉଁ ଅନୁସାରେ ଆମଦାନୀ ଆସୁଛି ବର୍ତ୍ତମାନ ରେଟ୍ ସ୍ୱାଭାବିକ ସେହିତ ରହୁଛି। ବର୍ତ୍ତମାନ ରେଟ୍ ନାହିଁ, ବଢ଼ିବନି, ଏଇ ରେଟ୍ ରହିବ। ବନ୍ୟାର ପ୍ରଭାବ ତ ସବୁଆଡ଼େ ପାଣି ଡୁବେଇକି ରହିଛି, ଆଉ ଚାଷୀ ଭାଇମାନେ ସମସ୍ତେ ହଇରାଣ। ରେଟ୍ ତ ରହିବ ନିଶ୍ଚିତ, ସେମାନେ ଆଉ ଅସୁବିଧାର ସମ୍ମୁଖୀନ ହେଇଯିବେ। ହଁ ଆଜ୍ଞା, ମାଲ ବାହାରୁ ଆସିଲେ ରେଟ୍ କମିଯିବ। ଯେହେତୁ ଯେଉଁ କାଲକାଟା ଆମର ଆସୁଛି, ରାଞ୍ଚି, ଏସବୁ ବାହାରୁ ଯେଉଁ ଜିନିଷଟା ଆସୁଛି, ସେଥିସକାଶେ ରେଟ୍ କମ୍ ଅଛି, ନହେଲେ ଆହୁରି ବଢ଼ିଯାଆନ୍ତାଣି। ସେମାନେ ସିଆଡ଼ୁ ଯେଉଁ ରେଟ୍ ସବୁ ଆସିବାରୁ କମ୍ ବର୍ତ୍ତମାନ ରେଟ୍ ଅଛି।